ଦିଲ୍ଲୀରେ ଯେଉଁ ବୋମା ବିସ୍ଫୋରଣ ହେଲା ସେଇଟା ପୂରା ଦେଶକୁ ସତରେ ଦୋହଲାଇ ଦେଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏଇଟା କ'ଣ ଖାଲି ଆଉ ଗୋଟେ ଆତଙ୍କବାଦୀ ଆକ୍ରମଣ, ନା ଏହା ପଛରେ କିଛି ବଡ଼ ବିପଦର ଇସାରା ଲୁଚି ରହିଛି? ତେବେ ଆସନ୍ତୁ କର୍ଣ୍ଣେଲ ଆର୍ଏସ୍ଏନ୍ ସିଂ ଦ ଜୟପୁର ଡାଇଲଗ୍ସରେ ଯେଉଁ ବିଶ୍ଳେଷଣ ଦେଇଛନ୍ତି ତାକୁ ଟିକେ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିବା। ଆମେ ଆଗକୁ କ'ଣ ସବୁ ଦେଖିବା? ପ୍ରଥମେ ତ ଘଟଣାଟା କ'ଣ ଥିଲା, ତାପରେ କେମିତି ନୂଆ ନୂଆ ଟେକ୍ଟିକ୍ସ ସାମ୍ନାକୁ ଆସୁଛି, ଆଉ ଏହାର ବିଚାରଧାରା କ'ଣ, ଏବଂ ଶେଷରେ କିଛି ପ୍ରସ୍ତାବିତ ସମାଧାନ ଉପରେ ନଜର ପକାଇବା। ଆଚ୍ଛା, ତେବେ ପ୍ରଥମେ ଦେଖିବା ଏ ବିସ୍ଫୋରଣ। କ'ଣ ଏଇଟା ଗୋଟେ ଦୁର୍ଘଟଣା ଥିଲା? ନା, କର୍ଣ୍ଣେଲ ସିଂଙ୍କ କହିବା ଅନୁସାରେ ଏହା ବିଲକୁଲ ଦୁର୍ଘଟଣା ନଥିଲା, ବରଂ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା, ଆଉ ଏହା ପଛରେ ଏକ ସ୍ପଷ୍ଟ ମେସେଜ ବି ଥିଲା। ଆଉ ଜାଗାଟା କ'ଣ ଥିଲା? ଦିଲ୍ଲୀର ଲାଲକେଲ୍ଲା। ଭାବି ଦେଖନ୍ତୁ, ଏଟା କେବଳ ଗୋଟେ ଇଟା ପଥରର କୋଠା ନୁହେଁ, ଏଟା ଭାରତର ସ୍ୱାଭିମାନର ପ୍ରତୀକ। ତେଣୁ ଏହି ଆକ୍ରମଣଟା ଖାଲି ଗୋଟେ ସାଧାରଣ ଆକ୍ରମଣ ନଥିଲା, ଏଟା ସିଧାସଳଖ ପୁରା ଦେଶର ମନୋବଳ ଉପରେ ଏକ ଆଘାତ ଥିଲା। ଖାଲି ମାନସିକ ଆଘାତ ନୁହେଁ, ଏହାର ଶକ୍ତି କେତେ ଥିଲା ଟିକେ ଅନ୍ଦାଜ କରନ୍ତୁ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ତାଙ୍କ ଘର ଯାହା 600 ମିଟର ଦୂରରେ ଥିଲା ତାହା ବି ଥରି ଉଠିଥିଲା। ଏଥିରୁ ଜଣାପଡ଼ୁଛି ବିପଦଟା କେତେ ବଡ଼ ଥିଲା। କିନ୍ତୁ ଏହି ଘଟଣାରେ ସବୁଠୁ ଆଶ୍ଚର୍ଯ୍ୟ କଲା ଭଳି କଥା କ'ଣ ଜାଣନ୍ତି? କର୍ଣ୍ଣେଲ ସିଂଙ୍କ ବିଶ୍ଳେଷଣ କହୁଛି ଏଇଟା ଆତଙ୍କବାଦର ଏକ ନୂଆ ଅଧ୍ୟାୟର ଆରମ୍ଭ। ଏମିତି ଏକ ଅଧ୍ୟାୟ ଯାହା ଆମେ ପୂର୍ବରୁ ଦେଖିଥିବା ବୋମା ବିସ୍ଫୋରଣ ଠାରୁ ବହୁତ ବହୁତ ଅଲଗା ଆଉ ଭୟଙ୍କର। ହଁ, ଏ ନୂଆ ଧରଣର ଆତଙ୍କବାଦ ବହୁତ ଜଟିଳ, କାରଣ ଏଥିରେ ଏବେ ସାମିଲ ହେଉଛନ୍ତି ଡକ୍ଟରଙ୍କ ଭଳି ଉଚ୍ଚଶିକ୍ଷିତ ଲୋକ, ଆଉ ସେମାନଙ୍କର ଉପାୟ ବି ବଦଳି ଯାଇଛି। ଜୈବିକ ଯୁଦ୍ଧ ମାନେ ବାୟୋଲୋଜିକାଲ ୱାରଫେୟାର ଭଳି ଭୟାନକ ଜିନିଷର କଥା ଏବେ ସାମ୍ନାକୁ ଆସୁଛି। ଆମେ ସବୁବେଳେ ଗୋଟେ କଥା ଶୁଣି ଆସିଛେ ଯେ ଗରିବୀ ଆଉ ବେକାରୀ ହିଁ ଲୋକଙ୍କୁ ଆତଙ୍କବାଦୀ କରେ, କିନ୍ତୁ ଏ କେସ୍ଟା ସେଇ ପୁରା ଥିଓରିକୁ ଭୁଲ ପ୍ରମାଣିତ କରୁଛି। ଜାଣନ୍ତି, ଗିରଫ ହୋଇଥିବା ଜଣେ ଡାକ୍ତରଙ୍କ ମାସିକ ଆୟ କେତେ ଥିଲା? 2 ଲକ୍ଷ ଟଙ୍କା। ତେବେ ଏହା ଟଙ୍କା ପାଇଁ ତ ଆଦୌ ନୁହେଁ, ସେଇଟା ସ୍ପଷ୍ଟ। ତେବେ ଯଦି ଟଙ୍କା କାରଣ ନୁହେଁ, ତାହେଲେ କାରଣଟା କ'ଣ? ଆଉ ସବୁଠୁ ବଡ଼ ପ୍ରଶ୍ନ, ଏମାନେ ଡାକ୍ତରମାନଙ୍କୁ ହିଁ କାହିଁକି ଟାର୍ଗେଟ କରୁଛନ୍ତି? ଏହାର ଉତ୍ତର ସତ କହିବାକୁ ଗଲେ ଶୁଣିଲେ ଦେହ ଶୀତେଇଯିବ। ସେମାନଙ୍କୁ ଆତ୍ମଘାତୀ ଆକ୍ରମଣକାରୀ କରିବା ପାଇଁ ନିଆଯାଉ ନାହିଁ। ନା, ତାଠାରୁ ବହୁତ ବେଶି ବିପଜ୍ଜନକ କାମ ପାଇଁ ସେମାନଙ୍କୁ ବ୍ୟବହାର କରାଯାଉଛି, ଆଉ ସେଇଟା ହେଉଛି ବାୟୋଲୋଜିକାଲ ୱାରଫେୟାର ବା ଜୈବିକ ଯୁଦ୍ଧ। ଆଉ ଶୁଣନ୍ତୁ, ଏଇଟା ଖାଲି କୌଣସି ଥିଓରି ନୁହେଁ, ବିଶ୍ଳେଷଣରେ ଏକଦମ ସ୍ପଷ୍ଟ ଭାବେ କୁହାଯାଇଛି କିଭଳି ପ୍ଲାନିଂ ଚାଲିଥିଲା। ଭାବନ୍ତୁ ତ, ସାଧାରଣ ଲୋକଙ୍କ ପିଇବା ପାଣି ପାଇପଲାଇନରେ, ମନ୍ଦିରର ପ୍ରସାଦରେ ରାଇସିମ୍ ଭଳି ମାରାତ୍ମକ ବିଷ ମିଶାଇବାର ଯୋଜନା। ଏଇଟା କେତେ ଭୟଙ୍କର, କଳ୍ପନା ବାହାରେ। ଏଇଠୁ ଆସୁଛି ଗୋଟେ ନୂଆ ଶବ୍ଦ, ହାଇବ୍ରିଡ୍ ଟେରରିଜମ୍। ଏହାର ମାନେ କ'ଣ? ଏହାର ମାନେ ହେଉଛି ଜଣେ ବ୍ୟକ୍ତି ସମାଜରେ ଗୋଟେ ସମ୍ମାନଜନକ ପେଶାରେ ଥିବେ, ଯେମିତିକି ଡାକ୍ତର ବା ଶିକ୍ଷକ, କିନ୍ତୁ ଭିତରେ ଭିତରେ ସେ ଜଣେ ଆତଙ୍କବାଦୀ। ଦିନେ ରୋଗୀ ସେବା, ରାତିରେ ଦେଶ ବିରୋଧୀ କାମ। ଏମିତି ଲୋକଙ୍କୁ ଧରିବା କେତେ କଷ୍ଟ ଟିକେ ଭାବନ୍ତୁ। କିନ୍ତୁ ପ୍ରଶ୍ନ ହେଉଛି, ଏତେ ପାଠ ପଢ଼ି ଏତେ ଭଲ ଜୀବନ ବଞ୍ଚୁଥିବା ଲୋକମାନେ ଏମିତି କାହିଁକି କରୁଛନ୍ତି? କେଉଁ ଜିନିଷ ତାଙ୍କୁ ଏହି ରାସ୍ତାକୁ ଟାଣି ଆଣୁଛି? ତେବେ ଏହାର ଉତ୍ତର ପାଇବା ପାଇଁ ଆମକୁ ତାଙ୍କ ବିଚାରଧାରା ଭିତରକୁ ଯିବାକୁ ପଡ଼ିବ। ଏଠି କର୍ଣ୍ଣେଲ ସିଂଙ୍କ ବିଶ୍ଳେଷଣ ଏକ ବହୁତ ବିବାଦୀୟ ଦିଗକୁ ଯାଉଛି। ତାଙ୍କ ଯୁକ୍ତି ଅନୁସାରେ ଇତିହାସରେ ଯେଉଁ ସଭ୍ୟତାଗୁଡ଼ିକ ବହୁଦେବବାଦୀ ଥିଲେ, ଯେମିତିକି ଭାରତୀୟ, ମିଶ୍ରୀୟ, ସେମାନେ ବହୁତ ଉନ୍ନତ ଏବଂ ଶାନ୍ତିପୂର୍ଣ୍ଣ ଥିଲେ। କିନ୍ତୁ ତାଙ୍କ ଦାବି ଅନୁଯାୟୀ ଯେବେଠୁ ଗୋଟିଏ ପୁସ୍ତକ ଥିବା ଧର୍ମ ବା ଏକେଶ୍ୱରବାଦ ଆସିଲା, ସେବେଠୁ ସଂଘର୍ଷ ଆରମ୍ଭ ହେଲା। ସେ ସିଧାସଳଖ ଦାବି କରୁଛନ୍ତି ଯେ ଘୃଣା ଏବଂ ହିଂସା ଏହି ଗୋଟିଏ ପୁସ୍ତକ ଧର୍ମର ଏକ ଅନ୍ତର୍ନିହିତ ଅଂଶ। ତେଣୁ ତାଙ୍କ ବିଶ୍ଳେଷଣର ମୂଳ କଥା ହେଉଛି ଯେ କଟ୍ଟରପନ୍ଥୀର କାରଣ ବାହାରେ କେଉଁଠି ନାହିଁ, ବରଂ ତାଙ୍କ ମତରେ ଏହା ସେହି ଧର୍ମଗ୍ରନ୍ଥ ଭିତରେ ହିଁ ରହିଛି। ଆଚ୍ଛା, ତେବେ କ'ଣ କେବଳ ବିଚାରଧାରା ହିଁ ଏକମାତ୍ର କାରଣ? ନା, କଥାଟା ଏତେ ସରଳ ନୁହେଁ। ଏହା ପଛରେ ଭୂ ରାଜନୀତି ବା ଜିଓ ପଲିଟିକ୍ସର ଏକ ବଡ଼ ହାତ ରହିଛି। ଆଉ ଏହି ନୂଆ ବିପଦଗୁଡ଼ିକ ଗୋଟେ ବଡ଼ ଆନ୍ତର୍ଜାତୀୟ ଖେଳର ହିଁ ଏକ ଅଂଶ। ଆଉ ଗୋଟେ ବଡ଼ ପରିବର୍ତ୍ତନ କ'ଣ ହେଇଛି ଜାଣନ୍ତି? ଜିହାଦର ଯେଉଁ କେନ୍ଦ୍ରବିନ୍ଦୁ ଆମେ କାଶ୍ମୀରକୁ ଭାବୁଥିଲେ, ତାହା ଆଉ ସେଠି ନାହିଁ। ଏହା ଏବେ ସିଫ୍ଟ ହୋଇଯାଇଛି ହରିୟାଣାର ଫରିଦାବାଦ, ମେୱାତ ଅଞ୍ଚଳକୁ। ଆଉ ଅଲ୍ ଫଲା ବିଶ୍ୱବିଦ୍ୟାଳୟ ଏହାର ନୂଆ ହବ୍ ପାଲଟିଛି ବୋଲି ଦାବି କରାଯାଉଛି। ଏହା ବହୁତ ବଡ଼ ଚିନ୍ତାର ବିଷୟ। ଏଟାକୁ ଗୋଟେ ନୂଆ ମହାନ ଖେଳ ବା ନ୍ୟୁ ଗ୍ରେଟ୍ ଗେମ୍ ବୋଲି କୁହାଯାଇପାରେ। ବିଶ୍ଳେଷଣ ଅନୁସାରେ
ଏକ ନୂଆ ଜିହାଦୀ ଇକୋସିଷ୍ଟମ ତିଆରି କରାଯାଉଛି। ଠିକ୍ 1980 ଦଶକରେ ଆଫଗାନିସ୍ତାନରେ ଯେମିତି ହୋଇଥିଲା। କିନ୍ତୁ ଏଥର ଟାର୍ଗେଟ ଭାରତ ନୁହେଁ, ଟାର୍ଗେଟ ହେଉଛି ଚୀନ। ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ BRIକୁ ଅଟକାଇବା ଏହାର ମୂଳ ଉଦ୍ଦେଶ୍ୟ। ଆଉ ଭାରତ ଏହି ଦୁଇ ବଡ଼ ଶକ୍ତିଙ୍କ ଲଢ଼େଇ ଭିତରେ ଫସିଯାଇଛି। ତେବେ ଏତେ ସବୁ ସମସ୍ୟା ତ ଦେଖିଲେ, କିନ୍ତୁ ଏହାର ସମାଧାନ କ'ଣ? ଆସନ୍ତୁ ଦେଖିବା ଏହି ବିଶ୍ଳେଷଣରେ କି ସମାଧାନର ପ୍ରସ୍ତାବ ଦିଆଯାଇଛି। କାରଣ ପ୍ରଶ୍ନ ହେଉଛି, ଯଦି ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ବିଚାରଧାରା ଆଗରେ ହାରିଯାଉଛି, ତେବେ ଏହି ଲଢ଼େଇକୁ ଲଢ଼ିବେ କେମିତି? କର୍ଣ୍ଣେଲ ସିଂଙ୍କ ମତରେ ଏହି ଲଢ଼େଇଟା କେବଳ ବନ୍ଧୁକର ନୁହେଁ, ଏଇଟା ବିଚାରଧାରାର ଲଢ଼େଇ। ଆଉ ସେ ଯେଉଁ ସମାଧାନ ଦେଇଛନ୍ତି ସେଗୁଡ଼ିକ ବହୁତ ସିଧାସଳଖ ଆଉ ବିବାଦୀୟ ମଧ୍ୟ। ପ୍ରଥମତଃ, ସୁରକ୍ଷା କାରଣ ଦର୍ଶାଇ ସାରା ଦେଶରେ ବୁର୍ଖା ଉପରେ ପ୍ରତିବନ୍ଧକ। ଦ୍ୱିତୀୟରେ, ଅଲ୍-ଫଲା ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବା। ଆଉ ତୃତୀୟରେ, ସବୁଠୁ ବଡ଼ କଥା, ଗଜୱାଏ ହିନ୍ଦର ମୁକାବିଲା ପାଇଁ ସରକାରୀ ସ୍ତରରେ ଏକ ପ୍ରତିବିଚାରଧାରା ଗଜୱାଏ ଇସଲାମ ଆରମ୍ଭ କରିବା। ଏହି ପ୍ରସ୍ତାବଗୁଡ଼ିକ ନିଶ୍ଚିତ ଭାବେ ଏକ ବଡ଼ ବିତର୍କର ବିଷୟ। ଆଉ ଶେଷରେ ଏହି ବିଶ୍ଳେଷଣ ଆମ ସମସ୍ତଙ୍କ ମନରେ ଗୋଟେ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଉଛି। କ'ଣ ସତରେ ଘୃଣାର ବିଚାରଧାରାଙ୍କୁ କେବଳ ଆଉ ଏକ ପ୍ରତିବିଚାରଧାରା ଦ୍ୱାରା ହିଁ ହରାଯାଇପାରିବ? ଏହା ଏକ ଏମିତି ପ୍ରଶ୍ନ ଯାହାର ଉତ୍ତର ଖୋଜିବା ଆଜିର ସମୟରେ ବହୁତ ଜରୁରୀ, କାରଣ ଏହା ଉପରେ ହିଁ ଆମ ସମାଜର ଭବିଷ୍ୟତ ନିର୍ଭର କରେ।